हेलो स्टूडेंट ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲକୁ। ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ ବୋଲେ। ତ ଆଜି ଆମେ ପଢ଼ିବା ଓଡ଼ିଆ ଅନର୍ସର ସେକେଣ୍ଡ ସେମିଷ୍ଟାରର ୟୁନିଟ୍ 2 କୋର୍ 3ର ତମର ୟୁନିଟ୍ 2 ଡିସ୍କସନ୍ କରିବା ପିଲେ ଆଜି ଆମେ। ତ ପୂର୍ବ ଭିଡ଼ିଓରେ ବିଲେ ମୁଁ ତମକୁ କହିଥିଲି ଯେ ମୁଁ ତମକୁ ଯେତେବେଳେ ମୁଁ ସେକେଣ୍ଡ ଭିଡ଼ିଓ ଆଣିବି ବା ସେକେଣ୍ଡ ୟୁନିଟ୍ର କ୍ଲାସ୍ କରିବି ସେ ସମୟରେ ତମକୁ ମୁଁ କିଛିଟା ପ୍ରଶ୍ନ ପଚାରିବି। ଯେଉଁମାନେ ବି ମୋର ସେ ଭିଡ଼ିଓଟି ଦେଖିଛ ସେମାନେ ତ ତାର ଆନ୍ସରଟି ଜାଣିଥିବ, ଯେହେତୁ କିଛି ବି କଷ୍ଟ ମୁଁ ଯାହା ବି ତମକୁ ପଚାରିବି ବହୁତ ମାନେ କଠିନ ନାହିଁ, ବହୁତ ସହଜ। ଦେଖିବା ତାହେଲେ ତମେ କେତେ ପାଠ ପଢ଼ିଛ କେତେ ନାହିଁ। ତମର ଫାଷ୍ଟ କ୍ୱେଶ୍ଚିନ୍ ରହିବ, ସୌରଭପାଙ୍କର ପ୍ରଧାନ ଶିଷ୍ୟ କିଏ? ପୁଣି ଥରେ କହିଦେଉଛି ଯେ ସୌରଭପାଙ୍କର ପ୍ରଧାନ ଶିଷ୍ୟ କିଏ? ଯେଉଁମାନେ ବି ୟାର ଆନ୍ସର ଜାଣିଛ ମୋତେ କମେଣ୍ଟ ସେକ୍ସନରେ ଜଣେଇବ ପିଲେ। ଆଉ ଯେଉଁମାନେ ବି ଜାଣିନ ସେମାନେ ଫାଷ୍ଟ ମୋର ୟୁନିଟ୍ 1ଟା ଯାଇକି ଭିଡ଼ିଓଟା ତମେ ଦେଖିଦିଅ। ତାପରେ ନେକ୍ସଟ କ୍ୱେଶ୍ଚିନ୍ ରହିବ, ଚର୍ଯ୍ୟାର ଅର୍ଥ କ'ଣ? ଚର୍ଯ୍ୟାର ଅର୍ଥ କ'ଣ? ଯିଏ ବି ଜାଣିଛ ମୋତେ କମେଣ୍ଟ ସେକ୍ସନରେ ଜଣେଇବ ପିଲେ। ତାହେଲେ ଦେଖିବା ଆମେ ଯାହା ବି ତମର ଇମ୍ପୋର୍ଟାଣ୍ଟ ରହିବ ମୁଁ ସବୁ ତାକୁ ହାଇଲାଇଟ୍ କରିଦେଇଛି। ଏବଂ ୟାର PDF ତମେ ଯଦି ପାଇବାକୁ ଚାହୁଁଛ ତାହେଲେ ମୋର ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇଯିବ। ଯେଉଁମାନେ ବି ମୋର ପ୍ରଥମ ଥର ଭିଡ଼ିଓକୁ ଦେଖୁଛ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବ। ହେଲେ ଡେରି କରିବାନି, ଆମେ ଡିସ୍କସନ୍ କରିବା। ଶାରଳା ଦାସଙ୍କ ଚଣ୍ଡୀ ପୁରାଣ ବିଷୟରେ ସଂକ୍ଷେପରେ ଲେଖ। ଯୋଉ ଶାରଳା ଦାସ ଯୋଉ ଚଣ୍ଡୀ ପୁରାଣ ଲେଖିଲେ, ଚଣ୍ଡୀ ପୁରାଣର ଯୋଉ ବିଷୟ ବସ୍ତୁ, ଶାରଳା ଦାସଙ୍କର ଯୋଉ ଚଣ୍ଡୀ ପୁରାଣର ବିଷୟ ବସ୍ତୁଟା କ'ଣ ଥିଲା ସଂକ୍ଷେପରେ ଆଲୋଚନା କରିବାକୁ ସେ କହିଛି। ଶୂଦ୍ରମୁନି ଶାରଳା ଦାସ ହେଉଛନ୍ତି ଆଦିକବି ଓ କୃଷକବି। ତାଙ୍କ ରଚିତ ଚଣ୍ଡୀ ପୁରାଣଟି ଶାକ୍ତ ଧର୍ମର ଏକ ରଚନା। ସଂସ୍କୃତ ମାର୍କଣ୍ଡେୟ ଚଣ୍ଡୀର ଏହା କେବଳ ଓଡ଼ିଆ ରୂପାନ୍ତର ନୁହେଁ, ଯେ କ'ଣ ନା ସଂସ୍କୃତ ମାର୍କଣ୍ଡେୟ ଅଛି, ଏହା କେବଳ ଓଡ଼ିଆ ରୂପାନ୍ତର ନୁହେଁ, ତା ସହିତ କ'ଣ ବିଷୟବସ୍ତୁ ଗୃହୀତ ହୋଇଥିଲେ ମଧ୍ୟ କବି ଶାରଳା ଦାସ ଏଥିରେ ବହୁ ମୌଳିକତା ଫୁଟେଇଛନ୍ତି। ଯେ ଶାରଳା ଦାସଙ୍କର ଯୋଉ ଚଣ୍ଡୀ ପୁରାଣ ତା ସହିତ ମାର୍କଣ୍ଡେୟ ଚଣ୍ଡୀ ଏହାର କ'ଣ ନା କିଛି ସମାନ ରହିଥିଲେ ମଧ୍ୟ ସେ ଶାରଳା ଦାସ କ'ଣ କରିଛନ୍ତି ନା କିଛିଟା ନିଜର ମୌଳିକତା ସୃଷ୍ଟି କରିଛନ୍ତି। କବି ଶାରଳା ଦାସଙ୍କ ଚଣ୍ଡୀ ଏକାଧାରାର ମହିଷାମର୍ଦିନୀ, ଖଡ୍ଗ ଖର୍ପର ଧାରିଣୀ, ଦୁର୍ଗା, ବୀଣାବାଦିନୀ, ବାଗ୍ଦେବୀ ବା ଚଣ୍ଡୀ ପୁରାଣର ମହିଷାସୁର ଜନ୍ମ ବୃତ୍ତାନ୍ତ ଶାରଳାଙ୍କର ସମ୍ପୂର୍ଣ୍ଣ ମୌଳିକ ପରିକଳ୍ପନା। ଯେ ଶାରଳା ଦାସ ଯୋଉ ଚଣ୍ଡୀ ପୁରାଣରେ ଯୋଉ ମହିଷାସୁରର ଜନ୍ମ ବୃତ୍ତାନ୍ତ କଥା କହିଲେ, ତାହା ସଂସ୍କୃତ ଯୋଉ ମାର୍କଣ୍ଡେୟ ଚଣ୍ଡୀର ସେ ବିଷୟରେ ଲେଖାଯାଏ। ଏହା କେବଳ କ'ଣ ନା ନିଜସ୍ୱ ମୌଳିକ ସୃଷ୍ଟି। ନେକ୍ସଟ ଦେଖିବା, ଦାଣ୍ଡିବୃତ୍ତ ବିଷୟରେ ସଂକ୍ଷେପରେ ଲେଖ। ଏଇଟା ବି ତମର ଗୁରୁତ୍ୱପୂର୍ଣ୍ଣ। ଯେ ଦାଣ୍ଡିବୃତ୍ତ କ'ଣ ନା ଦାଣ୍ଡିବୃତ୍ତ ବିଷୟରେ ତମକୁ 2 ମାର୍କ ଆସିବ ଯେ ଦାଣ୍ଡିବୃତ୍ତ ବିଷୟରେ ସଂକ୍ଷେପରେ ଲେଖ। ତାହେଲେ କ'ଣ ଲେଖିବ ତମେ? କବି ଶାରଳା ଦାସଙ୍କ ମହାଭାରତଟି ଦାଣ୍ଡିବୃତ୍ତରେ ରଚିତ। ଏହି ବୃତ୍ତର ଅକ୍ଷର ସଂଖ୍ୟା କୌଣସି ନିର୍ଦ୍ଦିଷ୍ଟ ନଥାଏ। କେତେକ ପାଦରେ 7 ଅକ୍ଷର ଥିଲାବେଳେ କେତେକ 32 ଅକ୍ଷର ଥିବା ଦୃଷ୍ଟିଗୋଚର ହୁଏ। ଏଥିରେ ଅକ୍ଷର ସଂଖ୍ୟାର ନିର୍ଦ୍ଦିଷ୍ଟତା ନଥିବାରୁ ଜ୍ୟୋତିପାତରେ ବ୍ୟତିକ୍ରମ ପରିଲକ୍ଷିତ ହୁଏ। ପାଠକ ପଢ଼ିଲା ବେଳେ ସ୍ୱର ଲହରରେ କମ୍ପନ, ପଦ ମଧ୍ୟରେ ବିରାମର ସ୍ଥାନ ଭେଦରେ ଅକ୍ଷର ଅସମାନତାର ବୈଷମ୍ୟ ଲୁଚି ଯାଇଥାଏ। ଏହି ବୃତ୍ତ ପଦ୍ୟ ଅପେକ୍ଷା ଗଦ୍ୟର ଅଧିକ ନିକଟବର୍ତ୍ତୀ। ଏଥିରେ ସାଙ୍ଗୀତିକତା ପ୍ରାୟତଃ ନାହିଁ। ନେକ୍ସଟ ଦେଖିବା, ଶାରଳା ଦାସଙ୍କ ମହାଭାରତ ସମ୍ପର୍କରେ ଆଲୋକପାତ କର। ଯୋଉ ଶାରଳା ଦାସ ଯୋଉ ମହାଭାରତ ରଚନା କଲେ, ଶାରଳା ଦାସଙ୍କର ଯୋଉ ମହାଭାରତ ସମ୍ପର୍କରେ ଆଲୋକପାତ କର। କବି ଶାରଳା ଦାସଙ୍କ ଲିଖିତ ମହାଭାରତ ଓଡ଼ିଆ ସାହିତ୍ୟର ଏକ ଅପୂର୍ବ ଗ୍ରନ୍ଥ। ସଂସ୍କୃତ ମହାଭାରତର ଅନୁସରଣରେ ଏହା ଲିଖିତ ହୋଇଥିଲେ ମଧ୍ୟ କବି ଶାରଳା ଦାସଙ୍କର କିଛି ମୌଳିକତା ପରିଦୃଷ୍ଟ ହୁଏ। କ'ଣ ନା ଶାରଳା ଦାସ ସଂସ୍କୃତକୁ ଅନୁସରଣ କରିଥିଲେ ମଧ୍ୟ ଯେ ସେ ସମ୍ପୂର୍ଣ୍ଣ ଭାବରେ ସଂସ୍କୃତରେ ଯାହା ଲେଖା ଯାଇଛି ତାକୁ ସେ ତାଙ୍କ ଗ୍ରନ୍ଥରେ କ'ଣ ନା ଉତାରି ନାହାନ୍ତି। ସେ ନିଜର ମୌଳିକତା ମଧ୍ୟ ଦେଖେଇଛନ୍ତି। ତାଙ୍କର ଯେମିତିକି ଆମର ଶାରଳା ଦାସଙ୍କର ଯୋଉ ମହାଭାରତରେ, ସଂସ୍କୃତ ମହାଭାରତରେ ଅନୁସରଣ ଏହା ଲିଖିତ ହୋଇଥିଲେ ମଧ୍ୟ କବି ଶାରଳା ଦାସଙ୍କ କିଛି ମୌଳିକତା ପରିଦୃଷ୍ଟ ହୋଇଥାଏ। ସଂସ୍କୃତ ମହାଭାରତରେ ପର୍ବ ସଂଖ୍ୟାଠାରୁ ଆରମ୍ଭ କରି ଅନେକ ପ୍ରସଙ୍ଗର ମେଳ ଶାରଳା ମହାଭାରତରେ ରହିଛି। ବିଷୟବସ୍ତୁ ପରିକଳ୍ପନାରେ କବି ଶାରଳା ଦାସ ଉତ୍କଳୀୟ ଚେତନାକୁ ପରିପୃଷ୍ଟ କରିଛନ୍ତି। ଯେତେବେଳେ ବିଷୟବସ୍ତୁର ପରିକଳ୍ପନା କରିଛନ୍ତି କବି ଶାରଳା ଦାସ ଉତ୍କଳୀୟ ଚେତନାକୁ ପରିପୃଷ୍ଟ କରିଛନ୍ତି। କବି ଶାରଳା ଦାସ ଉକ୍ତି, ନିକ୍ଷେପ, ଅନୁକ୍ତ, ପ୍ରକ୍ଷେପ, ଅଳ୍ପୀକରଣ, ବିସ୍ତୃତୀକରଣ ଇତ୍ୟାଦି ପ୍ରକ୍ରିୟାକୁ ଗ୍ରହଣ କରିଛନ୍ତି। ଯେତେବେଳେ ଶାରଳା ଦାସ ମହାଭାରତ ଲେଖୁଛନ୍ତି ସେ ସମୟରେ କ'ଣ ନା ସେ
ଉକ୍ତି ନିକ୍ଷେପ, ଅନୁକ୍ତ ପ୍ରକ୍ଷେପ, ଅଳ୍ପୀକରଣ, ବିସ୍ତୃତିକରଣ ଇତ୍ୟାଦି ପ୍ରକ୍ରିୟାକୁ ଯେଉଁ 4ଟି ପ୍ରକ୍ରିୟାକୁ ସେ ଗ୍ରହଣ କରିଛନ୍ତି। କବି କେଉଁଠି ପ୍ରସଙ୍ଗକୁ ବିସ୍ତୃତିକରଣ କରିଛନ୍ତି ତ କେଉଁଠି ମୌଳିକତା ପ୍ରଦର୍ଶନ କରିଛନ୍ତି। ପିଲେ ତମେ ଯଦି ବୁଝିପାରନି ଯେ ଉକ୍ତି ନିକ୍ଷେପ କ'ଣ, ଅନୁକ୍ତ ପ୍ରକ୍ଷେପ କ'ଣ, ଅଳ୍ପୀକରଣ କ'ଣ, ବିସ୍ତୃତିକରଣ କ'ଣ, ତାହେଲେ ମୋତେ କମେଣ୍ଟ ସେକ୍ସନରେ ଜଣେଇବ, ମୁଁ ତୁମକୁ କହିଦେବି ପିଲେ। ହେଲା କି ତମର ଯଦି ବୁଝିବାରେ ଅସୁବିଧା ହେଉଛି ତାହେଲେ ମୋତେ କମେଣ୍ଟ ସେକ୍ସନରେ ଜଣେଇବ ଯାହା ବି ତମର ଅସୁବିଧା ହେଉଛି। ଯେହେତୁ ପରୀକ୍ଷା ତମର ପାଖେ ଆସିଲାଣି ବୋଲେ ସେଇଥିପାଇଁ ତମକୁ ମୁଁ କେବଳ ଯେଉଁ ଯାହା ବି ଇମ୍ପୋର୍ଟାଣ୍ଟ ରହିବ ତାକୁ ମୁଁ କହିଦେଉଛି। ତ ସେଥିପାଇଁ ଯଦି ବି ତମର ଅସୁବିଧା ହେଉଛି ମୁଁ ପୁରା ଡିଟେଲ୍ସରେ କହିଦେବି, ତମେ କମେଣ୍ଟ ସେକ୍ସନରେ ମୋତେ ଜଣେଇବ। ଓକେ। ବିଲଙ୍କା ରାମାୟଣର ବିଷୟରେ ସଂକ୍ଷେପରେ ଲେଖ। କବି ଶାରଳା ଦାସଙ୍କ କବିତ୍ୱର ଆଦ୍ୟ ନିଦର୍ଶନ ହେଉଛି ବିଲଙ୍କା ରାମାୟଣ, ଯୋଉଟାକି କ'ଣ ଶାରଳା ଦାସଙ୍କର ପ୍ରଥମ ରଚନା ହେଉଛି କ'ଣ ବିଲଙ୍କା ରାମାୟଣ। ଏହି ଗ୍ରନ୍ଥରେ ଶାକ୍ତ ଧର୍ମର ମାହାତ୍ମ୍ୟ ବର୍ଣ୍ଣିତ। ବିଲଙ୍କା ରାମାୟଣ ତାହେଲେ କ'ଣ ନା ଶାକ୍ତ ଧର୍ମର ମାହାତ୍ମ୍ୟ ବର୍ଣ୍ଣିତ। ସେ ସଂସ୍କୃତ ଅଦ୍ଭୁତ ରାମାୟଣ ଗ୍ରନ୍ଥର ଅବଲମ୍ବନରେ ଏ ପ୍ରକାର ଗ୍ରନ୍ଥ ରଚନା କରିଥିଲେ। ଶାରଳା ଦାସ କ'ଣ କରିଥିଲେ ନା ସଂସ୍କୃତ ଅଦ୍ଭୁତ ରାମାୟଣ ଗ୍ରନ୍ଥର ଅବଲମ୍ବନରେ କ'ଣ ବିଲଙ୍କା ରାମାୟଣ ରଚନା କରିଥିଲେ। ରାମାୟଣରେ ଏକ ଖଣ୍ଡିତାଂଶ ରହିଛି। ବିଲଙ୍କା ରାମାୟଣର ଏକ ଖଣ୍ଡିତାଂଶ ରହିଛି। ରାମଚନ୍ଦ୍ରଙ୍କ ହସ୍ତରେ ଲଙ୍କାଧିପତି ନିଧନ ପରେ ବିଲଙ୍କାର ସହସ୍ରଶିରା ରାବଣକୁ କିପରି ମାରିବାକୁ ବାହାରିଲେ ମାତ୍ର ବିଫଳ ହେଲେ ତାହା ଏଥିରେ ବର୍ଣ୍ଣିତ। ଶେଷରେ ସୀତା ଚଣ୍ଡୀପୁରାଣର ଚଣ୍ଡୀଙ୍କ ପରି ବିବସନା ହେବାରୁ କାମାତୁର ବିଲଙ୍କା ରାବଣକୁ ରାମ ମାରିବାକୁ ସମର୍ଥ ହେଲେ। ଏଥିରେ ମଧ୍ୟ କବିଙ୍କ ମୌଳିକତା ପରିଲକ୍ଷିତ ହୁଏ। ନେକ୍ସଟ ଦେଖିବା। ଶାରଳା ଦାସଙ୍କ ସମୟରେ ସମଧାରଣା ଓ ତନ୍ତ୍ରବିଦ୍ୟା ବିଷୟରେ ଆଲୋକପାତ କର। ଶାରଳା ଦାସ ଯେତେବେଳେ ଶାରଳା ଦାସ ଜନ୍ମ ହୋଇଥିଲେ ବା ଶାରଳା ଦାସ ଯେତେବେଳେ କ'ଣ ନା ବିଲଙ୍କା ରାମାୟଣ ହଉ ଚଣ୍ଡୀପୁରାଣ ହଉ ରଚନା କଲେ, ସେ ସମୟରେ ତାଙ୍କର ଯେଉଁ ଧର୍ମଧାରଣା ଓ ତନ୍ତ୍ରବିଦ୍ୟା ବିଷୟରେ, ତନ୍ତ୍ରବିଦ୍ୟା କ'ଣ ଥିଲା ନା ଧର୍ମବିଦ୍ୟା କ'ଣ ଥିଲା ସେଗୁଡ଼ାକ ଆଲୋଚନା କରିବାକୁ। ଶାଳା ମହାଭାରତରୁ ତତ୍କାଳୀନ ସମାଜର ଧର୍ମଧାରଣା ସମ୍ବନ୍ଧରେ ଅବଗତ ହେବାକୁ ହୁଏ। ତତ୍କାଳୀନ ସମାଜରେ ବହୁ ପ୍ରକାର ଧର୍ମ ମତବାଦ ପ୍ରଚଳିତ ହେଲା। ବୈଷ୍ଣବ, ଶାକ୍ତ, ଶୈବ, ନାଥ, ସୌର, ଗାଣପତ୍ୟ, ବୌଦ୍ଧ, ଜୈନ ପ୍ରଭୃତି ଧର୍ମର ସଂକେତ ଦିଆଯାଇଛି ଶାଳାଙ୍କ ମହାଭାରତରେ। ଏହିସବୁ ଧର୍ମ ସମନ୍ୱୟ ପୀଠ ଶ୍ରୀକ୍ଷେତ୍ର ଥିବା କଥା ମହାଭାରତରୁ ମଧ୍ୟ ଜଣାଯାଏ। ଧର୍ମ ପରିବେଶ ସହିତ ମନ୍ତ୍ରଯନ୍ତ୍ରର ପ୍ରଭାବ ସମାଜ ଜୀବନରେ ବେଶ ପଡ଼ିଥିବାର ମଧ୍ୟ ଲକ୍ଷ୍ୟ କରିହୁଏ। ମହାଭାରତର କଳିକାର ବୃତ୍ତାନ୍ତ ପ୍ରସଙ୍ଗରେ ବିଭିନ୍ନ ମନ୍ତ୍ରଧୂଳି ପ୍ରସଙ୍ଗ ଉଲ୍ଲେଖ ଅଛି। ଏହା ସମାଜରେ ଆଦୃତ ଲାଭ କରିଥିବା କଥା ଏଥିରୁ ଜଣାପଡ଼େ। ନେକ୍ସଟ ଶାଳା ମହାଭାରତରେ ବିଦ୍ୟା ଶିକ୍ଷା ବିଷୟରେ ଆଲୋକପାତ କର। ଶାଳା ମହାଭାରତରେ ଯେଉଁ ବିଦ୍ୟା ଶିକ୍ଷା ସେ ବିଷୟରେ କ'ଣ ନା ଆଲୋକପାତ କର। ଶାଳା ମହାଭାରତରେ ତତ୍କାଳୀନ ଶସ୍ତ୍ର ବିଦ୍ୟା, ଧନୁର୍ବିଦ୍ୟା, ମଲ୍ଲବିଦ୍ୟା, ତନ୍ତ୍ରବିଦ୍ୟା, ଯୋଗବିଦ୍ୟା ଇତ୍ୟାଦି ସମାଜରେ ପ୍ରାଧାନ୍ୟ ଲଭିଥିଲା। ତାଳପତ୍ରରେ ଲେଖିବା ସେତେବେଳେ ପ୍ରଚଳନ ଥିଲା। ଶାଳା ତାଙ୍କ ମହାନ ଗ୍ରନ୍ଥ ମହାଭାରତକୁ ମଧ୍ୟ ଲୌହ ଲେଖନୀ ସାହାଯ୍ୟରେ ତାଳପତ୍ରରେ ଲେଖିଥିଲେ। ମଲ୍ଲବିଦ୍ୟା, ଶସ୍ତ୍ରବିଦ୍ୟା ଯେଉଁଠି ଶିକ୍ଷା ଆରମ୍ଭ ହୋଇଥିଲା, ଚାଟଶାଳୀରୁ ଗୁରୁକୁଳ ଆଶ୍ରମରେ ଶିଷ୍ୟମାନେ ରହୁଥିଲେ। ଗୁରୁଙ୍କର ସେବା ଅଧ୍ୟୟନ କରି ଉପଯୁକ୍ତ ସମୟରେ କର୍ମମୟ ଜୀବନରେ ପ୍ରବେଶ କରୁଥିଲେ। ଶାରଳା ମହାଭାରତରେ ଯେଉଁ ତତ୍କାଳୀନ ଯେଉଁ ଶସ୍ତ୍ରବିଦ୍ୟା, ଧନୁର୍ବିଦ୍ୟା, ମଲ୍ଲବିଦ୍ୟା, ତନ୍ତ୍ରବିଦ୍ୟା, ଯୋଗବିଦ୍ୟା ଇତ୍ୟାଦି ସମାଜରେ ପ୍ରାଧାନ୍ୟ ଲଭିଥିଲା। ତାଳପତ୍ରରେ ଲେଖିବା ସେତେବେଳେ ପ୍ରଚଳନ ଥିଲା। ଯେହେତୁ ଶାରଳା ଦାସ ଯେତେବେଳେ କ'ଣ ମହାଭାରତ ରାମାୟଣ ରଚନା କଲେ, ସେ ସମୟରେ କ'ଣ ନା ଯେହେତୁ କାଗଜପତ୍ରର ଉଦ୍ଭାବନ ହେଇନଥିଲା ବା ସେ ସମୟରେ କ'ଣ କରୁଥିଲା ନା ତାଳପତ୍ର ପୋଥିରେ ରଚନା କରାଯାଉଥିଲା। ଶାରଳା ତାଙ୍କ ମହାନ ଗ୍ରନ୍ଥ ମହାଭାରତକୁ ମଧ୍ୟ ଲୌହ ଲେଖନୀ ସାହାଯ୍ୟରେ ତାଳପତ୍ରରେ ଲେଖୁଥିଲେ। ତା ସହିତ କ'ଣ ନା ସେଠି କଲମ ମଧ୍ୟ ନଥିଲା। ସେମାନେ କ'ଣ କରୁଥିଲେ ନା ଲୌହ ଲେଖନୀ ମାଧ୍ୟମରେ ତାଳପତ୍ରରେ ଲେଖୁଥିଲେ। ଯେମିତି ମଲ୍ଲବିଦ୍ୟା ହେଉଛି ଶସ୍ତ୍ରବିଦ୍ୟା ଯେଉଁଠି ଶିକ୍ଷା ଆରମ୍ଭ ହେଉଥିଲା ଚାଟଶାଳୀରୁ ଗୁରୁକୁଳ ଆଶ୍ରମରେ ଶିଷ୍ୟମାନେ ରହୁଥିଲେ। ଗୁରୁଙ୍କର ସେବା ଅଧ୍ୟୟନ କରି ଉପଯୁକ୍ତ ସମୟରେ କର୍ମମୟ ଜୀବନରେ ପ୍ରବେଶ କରୁଥିଲେ। ନେକ୍ସଟ ଶାଳା ମହାଭାରତରେ ପର୍ବପର୍ବାଣୀ ଓ ଓଷାବ୍ରତ ବିଷୟରେ ଆଲୋକପାତ କର। ଯେଉଁ ଶାଳା ମହାଭାରତରେ ଯେଉଁ ପର୍ବପର୍ବାଣୀ ଏବଂ ଓଷାବ୍ରତ, ଶାଳା ମହାଭାରତ ଯେଉଁ ପର୍ବପର୍ବାଣୀ ଓ ଓଷାବ୍ରତ ବିଷୟରେ ଆଲୋକପାତ କର। ଏଇଟା ମଧ୍ୟ ତମର ଗୁରୁତ୍ୱପୂର୍ଣ୍ଣ।
ଶାଳା ମହାଭାରତରେ ପାରିବାରିକ ଜୀବନରେ ଚିତ୍ର ଥିବା ଦେଖିବାକୁ ମିଳେ। ପଞ୍ଚଦଶ ଶତାବ୍ଦୀର ପାରିବାରିକ ଜୀବନ କ'ଣ ଥିଲା ତାହା ଏଥିରୁ ଅବଧାରିତ ହେବାକୁ ହୁଏ। ସେତେବେଳେ ପରିବାରରେ ପିତା ମାତା ପୁତ୍ର ଭଗିନୀ ସ୍ୱାମୀ ସ୍ତ୍ରୀ ଶାଶୁ ଶ୍ୱଶୁର ଇତ୍ୟାଦିଙ୍କ ମଧ୍ୟରେ ସମ୍ପର୍କ କିପରି ଥିଲା ତାହା ଶାଳା ମହାଭାରତରୁ ଜାଣିହୁଏ। ସମାଜର ଅନେକ ବିଧିବିଧାନ ପର୍ବପର୍ବାଣୀ ବର୍ଣ୍ଣନା ମହାଭାରତରୁ ଜାଣିହୁଏ। ସମାଜର ଅନେକ ବିଧିବିଧାନ ବିବାହ ବ୍ରତ ଜାତ କ୍ରିୟା ଜାତକ ବିଧି ଲଗ୍ନ ବିଜୋର ଅର୍ଥାତ୍ ଆମେ ମୋଟାମୋଟି ଭାବରେ ଶାଳା ମହାଭାରତକୁ ଆମେ ଯେତେବେଳେ ପଢ଼ୁଛେ ସେ ସମୟର ପର୍ବପର୍ବାଣୀ କିପରି ଥିଲା ଓଷା ବ୍ରତ କ'ଣ ତ ଆମେ କ'ଣ ନା ଜାଣିପାରୁଛୁ। ନେକ୍ସଟ ଦେଖିବା ଶାଳା ମହାଭାରତରେ ବେଶଭୂଷା ସମ୍ପର୍କରେ ଆଲୋଚନା କର। ଶାଳା ମହାଭାରତରେ ଯେଉଁ ବେଶଭୂଷା ଶାଳା ମହାଭାରତରୁ ତତ୍କାଳୀନ ସମାଜ ଓଡ଼ିଆମାନଙ୍କର ନାନାବିଧ ବେଶଭୂଷାର ପରିଚୟ ମିଳିଥାଏ। ସେତେବେଳେ ସମାଜରେ ଅୟାଳା ଶାଢ଼ୀ ଜିନ୍ ବର୍ଷନ ପାଟ ଧୋତି ଶ୍ଵେତବସ୍ତ୍ର ରଙ୍ଗପତନୀ କୋକିଳ ବସ୍ତ୍ର ପ୍ରଭୃତି ନାନା ପ୍ରକାର ବସ୍ତ୍ର ପ୍ରଚଳନ ଥିବା କଥା ଶାଳଙ୍କ ମହାଭାରତରୁ ଜଣା। ଅର୍ଥାତ୍ ଶାରଳା ଦାସ କ'ଣ ଯେଉଁ ମୋଟାମୋଟି ଭାବରେ ତାଙ୍କର ଯେଉଁ ମହାଭାରତରେ ସେ ସଂସ୍କୃତ ମହାଭାରତକୁ ଅନୁସରଣ କରୁଥିଲେ ମଧ୍ୟ କିଛିଟା ସେ ଆମ ସମାଜରେ ବା ସେ ସମୟରେ ଯାହା ବି ଘଟୁଥିଲା ତାକୁ ମଧ୍ୟ ସେ ଶାଳା ମହାଭାରତରେ ସେ ଦେଖିଛନ୍ତି। ଯେମିତି ଆମର ଯେଉଁ ବେଶଭୂଷାରେ ହଉ ବେଶଭୂଷାରେ ସେ ସମୟରେ ଯେଉଁ ବେଶଭୂଷା ଥିଲା ଯେତେବେଳେ ନା କ'ଣ ଶାରଳା ଦାସ ମହାଭାରତ ରଚନା କଲେ ସେ ସମୟରେ ସମାଜ କିପରି ଥିଲା ଲୋକମାନେ କି ପ୍ରକାର ଶାଢ଼ୀ ବା ପାଟ କେଉଁ ପ୍ରକାର ସେମାନେ ପାଟ ପିନ୍ଧୁଥିଲେ କ'ଣ ଏଗୁଡ଼ା ସବୁ କ'ଣ ନା ମହାଭାରତରେ ଦେଖିବାକୁ ମିଳେ। ନେକ୍ସଟ ଦେଖିବା ଶାରଳା ଦାସଙ୍କ କୌଳିକ ସଂଜ୍ଞା ବିଷୟରେ ସଂକ୍ଷେପରେ ଲେଖ। ଯେ ଶାରଳା ଦାସଙ୍କର କୌଳିକ ସଂଜ୍ଞା କ'ଣ ଶାରଳା ଦାସଙ୍କର ପିତୃଦତ୍ତ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା। ସେହି ନାମରେ ପରିଚୟ ଥିଲେ ବିଲଙ୍କା ରାମାୟଣ ରଚନା ପର୍ଯ୍ୟନ୍ତ। ପରେ ଶାରଳା ଦେବୀଙ୍କ ଅନୁଗ୍ରହ ଲାଭ କରି ହେଲେ କବି ଶାରଳା ଦାସ। ଯେ କ'ଣ ନା ଶାରଳା ଦାସଙ୍କର ବାଲ୍ୟ ନାମ ଥିଲା ବା ପିତୃଦତ୍ତ ନାମ ଥିଲା କ'ଣ ନା ସିଦ୍ଧେଶ୍ୱର ପରିଡ଼ା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ କ'ଣ ଦେବୀ ଶାରଳାଙ୍କ କୃପାରୁ ବା ଦେବୀ ଶାରଳାଙ୍କ ଆଶୀର୍ବାଦ ଲାଭ କରିଥିବାରୁ ବା ଆଶୀର୍ବାଦ ପାଇଥିବାରୁ ସେ କ'ଣ ନା ସିଦ୍ଧେଶ୍ୱର ପରିଡ଼ା ପରିବର୍ତ୍ତେ ଶାରଳା ଦାସ ନାମରେ ପରିଚିତ ହେଲେ। ଗଙ୍ଗା ବୋଇଲେ ଥିବି ଗାଙ୍ଗି ବୋଇଲେ ଯିବି ଏହି ପ୍ରବାଦଟି ବିଶ୍ଳେଷଣ କର। ଏଇଟା ମଧ୍ୟ ତମର ଇମ୍ପୋର୍ଟାଣ୍ଟ ରହିବ ବି ପଢ଼ିବ। ଶାରଳା ଦାସ 5 ମାର୍କ ଦେଖାଇ ବେଲେ ବୈଷ୍ଣବ ପରମ୍ପରା କିପରି ଶାରଳା ଦାସଙ୍କୁ ପ୍ରଭାବିତ କରିଥିଲା ଆଲୋଚନା କର। ଏଇଟା ବି ତମର ଗୁରୁତ୍ୱପୂର୍ଣ୍ଣ ରହିବ ପଢ଼ିବ। ନେକ୍ସଟ ଦେଖିବା ଶାରଳା ଦାସ ଶିଳ୍ପ କଳା ବାଣିଜ୍ୟ ସ୍ଥାପତ୍ୟ ବିଷୟରେ ଯାହା ବର୍ଣ୍ଣନା କରିଛନ୍ତି ଆଲୋଚନା କର। ଶାରଳା ଦାସ ଯେଉଁ ଶିଳ୍ପ ବିଷୟରେ କଳା ବିଷୟରେ ବାଣିଜ୍ୟ ବିଷୟ ବା ସ୍ଥାପତ୍ୟ ବିଷୟରେ ଯାହା ସେ ବର୍ଣ୍ଣନା କରିଛନ୍ତି ଆଲୋଚନା କର। ଏଇଟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଉତ୍କୃଷ୍ଟ କଳାର ଦେଶ ବୋଲି ଓଡ଼ିଶାର ଅନ୍ୟ ନାମ ହେଉଛି ଉତ୍କଳ। ଯେହେତୁ ଉତ୍କୃଷ୍ଟ କଳାର ଦେଶ ଓଡ଼ିଶା ତେଣୁ ଓଡ଼ିଶାର ନାମ ହେଉଛି ଉତ୍କଳ। ପ୍ରାଚୀନ ଓଡ଼ିଶା କଳା ସ୍ଥାପତ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା। ଅତୀତରେ ବାଣିଜ୍ୟ କାରବାର ନୌକା ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିଲା। ଶାରଳା ଦାସଙ୍କ ସମୟକୁ ଉତ୍କଳର ଏହି ପରମ୍ପରା ମଧ୍ୟ ଲୁପ୍ତ ହୋଇନଥିଲା। ସେଥିପାଇଁ ସଭା ପର୍ବରେ ଶ୍ରୀକୃଷ୍ଣ କାରିଗରମାନଙ୍କୁ 80 ଲକ୍ଷ ନାବ ଗଢ଼ି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନେକ୍ସଟ ଚଣ୍ଡୀ ପୁରାଣରେ ବର୍ଣ୍ଣିତ ଅସ୍ପୃଶ୍ୟତା ନିବାରଣ ବିଷୟରେ ଲେଖ। ଏଇଟା ବି ତମର ଗୁରୁତ୍ୱପୂର୍ଣ୍ଣ। ଯେ ଚଣ୍ଡୀ ପୁରାଣରେ ଯେଉଁ କ'ଣ ରହିଲା ନା ଯେଉଁ ଅସ୍ପୃଶ୍ୟତାର ନିବାରଣ ଯେଉଁ ଅସ୍ପୃଶ୍ୟତା ମାନେ ଯେଉଁ ଛୁଆଁ ଅଛୁଆଁ ଭେଦଭାବ ପଢ଼ିବ। ନେକ୍ସଟ ଦେଖିବା ଚଣ୍ଡୀ ପୁରାଣରେ ଯୁଦ୍ଧ ବର୍ଣ୍ଣନା କିପରି ହୋଇଛି ଆଲୋଚନା କର। ଏଇଟା ବି ତମର ଇମ୍ପୋର୍ଟାଣ୍ଟ। କବି ଶାରଳା ଦାସ କିପରି ଶୂଦ୍ରମୁନି ଉପାଧି ପ୍ରାପ୍ତ ହୋଇଥିଲେ ଦେଖିବାର ନା। କବି ଶାରଳା ଦାସ ନିଜକୁ ବହୁ ସ୍ଥଳରେ ମୂର୍ଖ ଅପଣ୍ଡିତ କହି ଦେବୀ ଶାରଳାଙ୍କ କୃପାରୁ ପୁରାଣମାନ ରଚନା କରିପାରିବେ ବୋଲି ପ୍ରକାଶ କରିଛନ୍ତି। ସେ କିପରି ଦେବୀ ଶାରଳାଙ୍କ କୃପାରୁ କବିତ୍ୱ ଲାଭ କଲେ ସେ ବିଷୟରେ ବହୁତ କିମ୍ବଦନ୍ତୀ ରହିଛି। ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା ଶ୍ରୀ ଭାରତ ଦର୍ପଣରେ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଶାଳା ଚରିତରେ କେତେକ କିମ୍ବଦନ୍ତୀ ପ୍ରଦାନ କରିଛନ୍ତି। ନିଜେ କବି ମଧ୍ୟ ନିଜ କବିତ୍ୱ ଲାଭ ସମ୍ବନ୍ଧରେ ଏକ ଘଟଣା ବର୍ଣ୍ଣନା କରିଛନ୍ତି। କ'ଣ ନା ଶାରଳା ଦାସ ପଣ୍ଡିତ ଥିଲେ ମଧ୍ୟ ସେ ସଦାସର୍ବଦା କ'ଣ କରୁଥିଲେ ନା ମୁଁ ମୂର୍ଖ ମୁଁ ଅପଣ୍ଡିତ ମୁଁ ଯାହା ବି ଆଜି ପାଇଯିବା ସବୁ କେବଳ ଶାରଳାଙ୍କ କୃପାରୁ।
ହେଲା କିଏ କଥା କହୁଥିଲେ ନା ଶାରଳା ଦାସ। ଏବେ 8 ମାର୍କ। ଶାଳା ସାହିତ୍ୟରେ ଐତିହାସିକ ଚିତ୍ର ଆଲୋଚନା କର। ଇମ୍ପୋର୍ଟାଣ୍ଟ ରହିବ ଶାଳା ସାହିତ୍ୟରେ ଐତିହାସିକ ଚିତ୍ର, ଯେ ଶାଳା ସାହିତ୍ୟରେ ଯେଉଁ ଐତିହାସିକ ଇତିହାସ ଥିଲା, ସେ ସମୟରେ ଇତିହାସ କ'ଣ ଥିଲା, କ'ଣ ସେ ସମୟରେ ସମାଜ କିପରି ଥିଲା, ତାକୁ ତମେ ଆଲୋଚନା କରିବ। ନେକ୍ସଟ, ଶାରଳା ଦାସଙ୍କ ପରିଚିତ ଓ ସୃଷ୍ଟି ସମ୍ଭାର ସମ୍ପର୍କରେ ଆଲୋଚନା କର। ଯେ ଶାରଳା ଦାସଙ୍କର ପରିଚିତ, ଶାରଳା ଦାସ କିଏ, କେଉଁଠାରେ ଜନ୍ମଗ୍ରହଣ କରିଲେ, ତାଙ୍କ ପରିବାର କିଏ କିଏ ରହୁଥିଲେ, ଏବଂ ସେ କ'ଣ କ'ଣ ରଚନା କରୁଥିଲେ, କ'ଣ ଏଗୁଡ଼ାକ ସବୁ ତମକୁ କ'ଣ ଲେଖିବାକୁ ପଡ଼ିବ। ପିଲାରେ ମୁଁ ଭିଡ଼ିଓଟା ଆମର ଟେଲିଗ୍ରାମରେ ଦେଇଦେବି, ଯିଏ ବି ମୁଁ ଜଏନ୍ ହେଇନ, ମୁଁ ଡିସ୍କ୍ରିପ୍ସନରେ ତାର ଲିଙ୍କ୍ ଦେଇଦେଇଛି, ଟେଲିଗ୍ରାମରେ ଜଏନ୍ ହେଇଯିବ। ଶାରଳା ଦାସଙ୍କ ଧର୍ମ ଓ ଧାର୍ମିକ ପରମ୍ପରା ସମ୍ପର୍କରେ ଆଲୋଚନା କର। ଯେ ଶାରଳା ଦାସଙ୍କର ଧର୍ମ ଏବଂ ଧାର୍ମିକ ପରମ୍ପରା ସମ୍ପର୍କରେ ଆଲୋଚନା କର, ଏଇଟା ବି ତମର ଗୁରୁତ୍ୱପୂର୍ଣ୍ଣ ରହିବ। ଶାରଳା ଦାସ ମୁଖ୍ୟତଃ ଥିଲେ ଶାକ୍ତ। ଦେବୀ ଶାରଳାଙ୍କ କୃପାରୁ ତାଙ୍କ କବିତ୍ୱ ଉଦୟ ହେବା କଥା ସେ ଉଲ୍ଲେଖ କରିଛନ୍ତି। ସେ ଶାରଳାଙ୍କୁ ଦୁର୍ଗା, ଶ୍ରୀଚଣ୍ଡୀ, ସର୍ବମଙ୍ଗଳା, ଅଭୟମଙ୍ଗଳା, ବିମଳା, ବଙ୍ଗଳା, ଅମ୍ବିକା, ଭବାନୀ, ସିଂହବାହିନୀ, ଭଦ୍ରକାଳୀ, ଜାଗୁଳାଇ, ବରୁଣାଇ, ଅଭୟ ସରସ୍ୱତୀ, ସିଦ୍ଧଶାଳା, ମାହେଶ୍ୱରୀ, ପରମ ବୈଷ୍ଣବୀ ବୋଲି କହିଛନ୍ତି। ଯେ ଶାରଳା ଦାସ ଥିଲେ କ'ଣ ନା ମୁଖ୍ୟତଃ ଶାକ୍ତ ଧର୍ମର। ଦେବୀ ଶାରଳାଙ୍କ କୃପାରୁ ତାଙ୍କ କବିତ୍ୱ ଉଦୟ ହେବା କଥା ସେ କହିଛନ୍ତି। ସେ କ'ଣ କହିଛନ୍ତି ନା ଦେବୀ ଶାରଳାଙ୍କ କୃପାରୁ ତାଙ୍କ କବିତ୍ୱ ଉଦୟ ହୋଇଛି ବୋଲି ସେ କହିଛନ୍ତି। ତା ସହିତ ସେ ଶାରଳାଙ୍କୁ କ'ଣ କହିଛନ୍ତି ନା ଦୁର୍ଗା, ଶ୍ରୀଚଣ୍ଡୀ, ସର୍ବମଙ୍ଗଳା ଇତ୍ୟାଦି ନାମରେ ତାଙ୍କୁ ଆଖ୍ୟାୟିତ କରିଛନ୍ତି। ତମେ ପିଲେ ସବୁ ନୋଟ୍ସ କରିବ। ନୋଟ୍ସ କଲେ ତମକୁ କ'ଣ ନା ପରୀକ୍ଷା ଟାଇମରେ କିଛି କଷ୍ଟ ଲାଗିବ। ନହେଲେ ତମେ ଯଦି କାଲି ପରୀକ୍ଷା ଥିବ, ତମେ ଆଜି ଭିଡ଼ିଓଟା ଦେଖିବ, ଆଜି ପଢ଼ିକି ଯିବ, ତ କ'ଣ ହେବ, ପରୀକ୍ଷାର ଯାହା ହେଲେ ମଧ୍ୟ ତମକୁ ଗୋଟେ ସପ୍ତାହ କିମ୍ବା 2 ସପ୍ତାହ ପୂର୍ବରୁ ଭଲସେ ପଢ଼ିକି ଯିବାକୁ ପଡ଼ିବ, ଭଲସେ ପଢ଼ିବ। ନହେଲେ କାଲି ପରୀକ୍ଷା ଥିବ, ଆଜି ବାହାଘର ବେଳେ ବାଇଗଣ ରହିଲେ କ'ଣ ହେବ। ତୁମେ ଆଗରୁ ହିଁ ପଢ଼ିକି ଯିବ। ମହାକବି ଶାରଳା ଦାସଙ୍କ ମହାଭାରତରେ ସମାଜ ଓ ସଂସ୍କୃତିର ଚିତ୍ର କିପରି ପ୍ରତିବିମ୍ବିତ ଦର୍ଶାଅ, ଏଇଟା ବି ତମର ଗୁରୁତ୍ୱପୂର୍ଣ୍ଣ। ନେକ୍ସଟ, ଶାରଳା ସାହିତ୍ୟର ସାହିତ୍ୟିକ ପୃଷ୍ଠଭୂମି ଦିଗ ସମ୍ପର୍କରେ ଆଲୋଚନା କର। ଶାରଳା ସାହିତ୍ୟର ଯେଉଁ ସାହିତ୍ୟିକ ପୃଷ୍ଠଭୂମି, ସେ ସମୟରେ ଯେଉଁ ସାହିତ୍ୟିକ ପୃଷ୍ଠଭୂମି କ'ଣ ଓ ତାର ଦିଗ କିପରି ଥିଲା, ସେଗୁଡ଼ାକ ତମକୁ ଆଲୋଚନା କରିବାକୁ ପଡ଼ିବ, ଏଇଟା ବି ଗୁରୁତ୍ୱପୂର୍ଣ୍ଣ। ପିଲେ ତମେ ଯଦି ବୁଝିପାରୁନ, ମୁଁ ଯେହେତୁ କେବଳ କହିଦେଉଛି ଯାହା ତମର ଇମ୍ପୋର୍ଟାଣ୍ଟ ରହିବ, କିନ୍ତୁ ତମେ ଯେ ବିଷୟଟା ତମେ ବୁଝିପାରୁନ, ତାହେଲେ ମୋତେ କମେଣ୍ଟ ସେକ୍ସନରେ ଜଣେଇବ ଯେ ନାଇଁ ମ୍ୟାଡ଼ାମ୍ ଆପଣ ଟିକେ ଭଲସେ କୁହନ୍ତୁ, ପୁରା ଆମେ ବୁଝିପାରୁନୁ କ'ଣ ବୋଲି, ଯାହାଫଳରେ ମୁଁ ସେ ଅନୁସାରେ ଭିଡ଼ିଓ କରିବି। ପିଲେ ଯଦି ମୋ ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବି। ବୋଲି ନେକ୍ସଟ ତମର ୟୁନିଟ୍ 3ରେ ମୁଁ କ୍ଲାସ୍ କରିବି। ଆଜି ପାଇଁ ତାହେଲେ ଏତିକି ଥାଉ, ଦେଖା ହବ ନେକ୍ସଟ ଭିଡ଼ିଓରେ। ରହିଲି, ଥ୍ୟାଙ୍କ ୟୁ।